ସନ୍ତୁଷ୍ଟ ରୁହନ୍ତୁ, କିନ୍ତୁ ଜୀବନରେ ଆଶା ଛାଡ଼ନ୍ତୁ ନାହିଁ। କାରଣ ଆଶା ଏମିତି ଏକ ଜିନିଷ ଯାହା ବିନା ମଣିଷ ବଞ୍ଚି ପାରିନଥାଏ। ଯଦି ତୁମେ ସେତେବେଳେ ହସି ପାରୁଛ ଯେତେବେଳେ ତୁମେ ପୁରା ଭାଙ୍ଗି ପଡ଼ିଛ, ତେବେ ମନେ ରଖ, ଦୁନିଆର କୌଣସି ତାକତ ନାହିଁ ତୁମକୁ ହରାଇ ପାରିବ। ଉପହାସକୁ ଡରି ନିଜର ଲକ୍ଷ୍ୟ ବଦଳାଇବା ଉଚିତ ନୁହେଁ, କାହିଁକିନା ଲକ୍ଷ୍ୟ ହାସଲ ପରେ ଉପହାସ କରୁଥିବା ବାଲାଙ୍କ ରାୟ ବଦଳି ଯାଇଥାଏ। ଜିତିବା ହାରିବା ନିଜର ଭାବନା ଉପରେ ନିର୍ଭର କରିଥାଏ। ପୃଥିବୀରେ ଏମିତି କୌଣସି ଲୋକ ନାହିଁ ଯାହାର ସମସ୍ୟା ନାହିଁ, ଆଉ ଏମିତି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ। ସଫଳତାର ଗୋଟିଏ ନିୟମ, ତୁମେ ନିଜର ଭୁଲ ସହିତ ଅନ୍ୟର ଭୁଲରୁ ବି କିଛି ଶିଖିବାକୁ ଚେଷ୍ଟା କର। ମଇଦାନରେ ହାରିବା ମଣିଷ ପୁଣି ଥରେ ଜିତିପାରିବ, କିନ୍ତୁ ମନରୁ ହାରିବା ମଣିଷ କେବେ ଜିତିପାରିବ ନାହିଁ। ନିଜ ସ୍ୱପ୍ନକୁ ପାଇବାକୁ ହେଲେ ଖାଲି ସ୍ୱପ୍ନ ଦେଖିଲେ ହେବନି, ସ୍ୱପ୍ନ ପଛରେ ପାଗଳ ହେବାକୁ ପଡ଼ିବ। ଖୁସି ତୁମ ଆଟିଟ୍ୟୁଡ଼ ଉପରେ ନିର୍ଭର କରିଥାଏ, ତୁମ ପାଖରେ କ'ଣ ଅଛି ନାହିଁ ତାହା ଉପରେ ନୁହେଁ। ଥରେ ସାହସ କରି ଦେଖ, ଏ ଦୁନିଆ ତୁମକୁ ମୁଣ୍ଡ ଉପରେ ବସେଇବ। ଯଦି ତୁମର ଏକୁଟିଆ ଚାଲିବାର ଶକ୍ତି ଅଛି ତ ଜାଣିନିଅ, ଦିନେ ତୁମ ପଛରେ ଭିଡ଼ ଜମା ହେବ। ଭଗବାନ ମୂର୍ତ୍ତି ଗୁଡ଼ିକରେ ନାହାନ୍ତି, ତୁମର ଭାବନା ତୁମର ଭଗବାନ ଏବଂ ଆତ୍ମା ତୁମର ମନ୍ଦିର। କାହା କଥାରେ ଯଦି କୌଣସି ଭୁଲ କିମ୍ବା ଠିକ୍ ହୋଇଯାଉଥାନ୍ତା, ତେବେ ଏ ଦୁନିଆ ସ୍ୱର୍ଗ ପାଲଟି ଯାଆନ୍ତା। ତେଣୁ ସର୍ବଦା ସେହି କାମ କର ଯାହା ଠିକ୍ ଏବଂ ସତ୍ୟ ଅଟେ। ଆପଣ ସଫଳତା ଅପେକ୍ଷା ବିଫଳତା ଠାରୁ ଅଧିକ ଶିକ୍ଷା କରନ୍ତୁ ଏବଂ ଏହା ଶିକ୍ଷା କରିବା ବନ୍ଦ କରନ୍ତୁ ନାହିଁ, କାରଣ ବିଫଳତା ଚରିତ୍ର ନିର୍ମାଣ କରେ। ବିଫଳତା ତୁମକୁ କଦାପି ଅତିକ୍ରମ କରିବ ନାହିଁ ଯଦି ସଫଳତା ପାଇବାକୁ ତୁମର ସଂକଳ୍ପ ଯଥେଷ୍ଟ ଅଧିକ ଥିବ। ଆମେ ଅନେକ ପରାଜୟ ସାମ୍ନା କରିପାରିବା, କିନ୍ତୁ ଆମକୁ ପରାସ୍ତ କରିବା ଉଚିତ ନୁହେଁ। ଯେପରି ଗୋଟିଏ ବାଛୁରୀ ହଜାର ହଜାର ଗାଈରେ ତା ମାଆକୁ ଅନୁସରଣ କରେ, ସେହିଭଳି ଜଣେ ଲୋକର ଭଲ ଏବଂ ମନ୍ଦ କାର୍ଯ୍ୟ ତାକୁ ଅନୁସରଣ କରେ। ଶ୍ରେଷ୍ଠ ଗୁରୁମନ୍ତ୍ର ତୁମର ରହସ୍ୟ କାହାକୁ କୁହ ନାହିଁ, ଏହା ତୁମକୁ ହିଁ ମାରିଦେବ। ଜଣେ ବୁଦ୍ଧିମାନ ବ୍ୟକ୍ତି ଏକ ସାରସ ପକ୍ଷୀ ପରି ସଚେତନ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ତାଙ୍କ ସ୍ଥାନ, ସମୟ ଏବଂ ନିଜ କାର୍ଯ୍ୟ କରିବାର କ୍ଷମତାକୁ ବୁଝିବା ଉଚିତ। ଜୀବନରେ ସର୍ବଦା ତିନୋଟି ମନ୍ତ୍ର ମନେ ରଖ। ସୁଖ ସମୟରେ କାହାକୁ ପ୍ରତିଶ୍ରୁତି ଦିଅ ନାହିଁ, କ୍ରୋଧରେ କାହାକୁ ଉତ୍ତର ଦିଅ ନାହିଁ, ଦୁଃଖରେ କେବେ କୌଣସି ବିଚାର କର ନାହିଁ।